ଗାଁ ଗହଳିରେ ମହିଳାମାନେ କିଭଳି ସହରକୁ ନ ଯାଇ ଗାଁରେ ରହି ଘରେ ନ ବସି ନିଜେ ପରିଶ୍ରମ କରି ଅର୍ଥ ରୋଜଗାର କରି ନିଜର ପରିବାର ପ୍ରତିପୋଷଣ କରିବେ, ସେଥିପାଇଁ ମହିଳାମାନଙ୍କ ପାଇଁ ଷ୍ଟିଚଲୋ ନାମକ ଏକ ସଂସ୍ଥା ଗାଁରେ ପକାଇଛି ମେସିନ୍। ଗାଁ ଗହଳିରେ ମହିଳାମାନେ ଘରେ ପରିବାର ସଦସ୍ୟଙ୍କ କାମ ଏବଂ ଘରେ ଅନ୍ୟାନ୍ୟ କାମ କରି ସିଲେଇ ସେଣ୍ଟରରେ ସିଲେଇ କରି ନିଜେ ରୋଜଗାର କରି ସ୍ୱାବଲମ୍ବୀ ହୋଇପାରିଛନ୍ତି। ଆସନ୍ତୁ ଦେଖିବା ଏହି ରିପୋର୍ଟ। ଦେଖନ୍ତୁ, ଏ ହେଉଛି ଖୋର୍ଦ୍ଧା ଜିଲ୍ଲା ଦେଉଳିଠାରେ ଖୋଲିଛି ଷ୍ଟିଚଲୋ ପ୍ରାଇଭେଟ ଲିମିଟେଡ୍। ଏହି ସଂସ୍ଥା ମହିଳାମାନଙ୍କୁ ମାଗଣାରେ ସିଲେଇ ଶିଖାଇଥିଲା ପରେ ସିଲେଇ ବିଦ୍ୟା ଶିଖିଲା ପରେ କପଡ଼ା କାଟି ଡ୍ରେସ୍ ସିଲେଇ କରିବାକୁ ସୁବିଧା କରିଛି। ସିଲେଇ ମେସିନ୍ ପଡ଼ିଛି। ଗାଁରେ ରହୁଥିବା ମହିଳାମାନଙ୍କୁ ସହରକୁ ନ ଯାଇ ଏଠାରେ କପଡ଼ା ସିଲେଇ କରିବାରେ ଲାଗି ପଡ଼ିଛନ୍ତି। ଏଠାରେ ତିଆରି ହେଉଥିବା ଡ୍ରେସ୍ ଗୁଡ଼ିକ ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଲାଣ ହେଉଛି। ଏଥିରେ କାମ କରି ଯାହା ରୋଜଗାର ହେଉଛି ସେଥିରେ ପରିବାର ଚଳିଯିବା ସହିତ ମହିଳାମାନେ ସ୍ୱାବଲମ୍ବୀ ହୋଇପାରୁଛନ୍ତି ଏବଂ ମହିଳାମାନେ ବେଶ ଖୁସି ମଧ୍ୟ ଅଛନ୍ତି। ମୁଁ ବେଲେଶ୍ୱର ସାହୁ, ମୁଁ ବ୍ୟାଙ୍କର ମ୍ୟାନେଜର ଥିଲି। ଆଉ ବ୍ୟାଙ୍କ କାମ ସରିଲା ପରେ କହିଲି ଯେ ଲୋକମାନେ କିଛି ସେବା କରିବା, କିଛି କାମ କରିବା। ଏ ଦୃଷ୍ଟିରୁ ଗୋଟେ ସିଲେଇ ମାନେ ମାଗଣା ଶିକ୍ଷା କେନ୍ଦ୍ର ଏଠି ଖୋଲା ହେଲା। 3 ବର୍ଷ ତଳେ ଏମିତି ମାଗଣା ଶିକ୍ଷା କେନ୍ଦ୍ର ଖୋଲା ହେଲା। କିନ୍ତୁ ଖୋଲା ହେଲା ପରେ ସେମାନେ କାମ କରିବେ କ'ଣ, କେମିତି କାମ କରିବେ? କୁଆଡ଼େ ତ ବାହାରକୁ ଯାଇପାରିବେନି, ଘର କାମ କରିବେ, କିନ୍ତୁ ଅନ୍ୟ ଗୋଟେ ଛତବର ହେଲା କି ଜଟଣୀ ହେଲା କି ଭୁବନେଶ୍ୱର ଯେଉଁ କାମ ଚାଲିଛି ସେଠିକି ଯାଇକି କାମ କରିପାରିବେନି, ସମ୍ଭବ ନାହିଁ। ତେଣୁ ସେଥିପାଇଁ ମୁଁ ଭଣଜାକୁ କହିଲି ଏମିତି ଗୋଟେ ଆମେ ଯଦି କିଛି ଗାଁରେ କାମ କରିବା, ଆମ ଗାଁର ଲୋକମାନେ କିଛି ରୋଜଗାର କରିପାରିବେ। ରୋଜଗାର କଲେ ତାଙ୍କର ଭରଣ ପୋଷଣ ସହଜରେ ହୋଇପାରିବ। ଏ ଦୃଷ୍ଟି ଚିନ୍ତା କରିକି ଆମେ ଆରମ୍ଭ କରିଛୁ। ଖୋର୍ଦ୍ଧାରେ ଗୋଟେ କଟିଂ ସେଣ୍ଟର ଆରମ୍ଭ କରିବ। ତାପରେ ସ୍ୱର୍ଣ୍ଣରେ ଏଠି ଏ ଦୁଇଟାରେ ସିଲେଇ ଚାଲିବ। ଆଉ ଆମେ ସ୍କୁଲ, କଲେଜ ଆଉ କର୍ପୋରେଟ୍ ସବୁ ୟୁନିଫର୍ମ ତିଆରି କରି ତାଙ୍କୁ ସବୁ ଦିଆହେବ। ତେଣୁ ଅନେକ ଲୋକ କାମ ପାଇବେ। ଆଉ କାମ ପାଇଁ ଅତି ସହଜରେ ଘର କାମ କରିବା ସହିତ ଏ କାମ ମଧ୍ୟ କରିପାରିବେ। ତେଣୁ ଏ ଦୃଷ୍ଟିରୁ ଲକ୍ଷ୍ୟ ରଖି କାମ ଆଗକୁ ଚାଲିଛି। ଆଉ ଲକ୍ଷ୍ୟ ଅଛି ମାନେ ମହିଳାମାନେ ଯେଉଁ କିଛି କାମ କରିପାରୁନଥିଲେ, କେବଳ ଘର କାମ କରୁଥିଲେ, ଏବେ ନିଜେ କିଛି ରୋଜଗାରକ୍ଷମ ହେବେ। ଆ ଦ୍ୱାରା ପରିବାର ଭଲ ଭରଣ ପୋଷଣ ହୋଇପାରିବ। ଏଇଟା ଆମର ଲକ୍ଷ୍ୟ ଅଛି ଏବଂ ହେଉଛି ମଧ୍ୟ ସେଇଟା ସମ୍ଭବ ହେଉଛି। ଘର କାମ କରିସାରିକି ମଧ୍ୟ କିଛି ରୋଜଗାର କରିପାରୁଛନ୍ତି। नमस्कार आज्ञा, मोर ना हूँ प्रताप साहू। मु स्टिचलो इंडिया प्राइवेट लिमिटेड फाउंडर डायरेक्टर। ये कंपनीटा आरंभ हो गोटे लक्ष्य नहीं कि आमर जो गाँव जो माँ मौसी मैंने काम शिखी से काम कर फैक्ट्री दूर जा काम कर सुविधा फैक्ट्रीटा को घर पाखे अणाई। आम जो प्रकार फैक्ट्री जिते प्रकार भल सब उपकरण अच्छी सब उपकरण दिहप ये गाँव से मैंने गाँव में घरे रही काम करेंगे। आमर बाहर ओडिशा बाहर जिनिस ये बनाब तार लक्ष्य। तो जो द्वितीय मेंबर घर जो मैंने केवल घर कारण काम कर गोटे सुविधा मिलला एम्प्लॉयमेंट। तो आम एमती 50टा यूनिट कर लक्ष्य अच्छे गोटे वर्ष भितर 500 लोक स्त्री लोक एसएचजी ग्रुप काम करेंगे। प्रति पंचायत गाँव में आम 5-5टा कराब। यहीटा योजना अच्छे। देखो मु तो पाठ पढ़ी एक्चुअली आईआईटी खड़गपुर रे, तापर फरेन गली पाठ पढ़ाई काम कली बड़ बड़ एमएनसी रे। सेठी काम कला पर कि सब आमर जो मामू आमर बेलेश्वर साहू सीए सब मत उत्साह दिखती जे निज गाँ पे किसी करवा, निज गाँ पे कौन आम कले गाँव वी शुड गिव बैक टू सोसाइटी, कौन आम कले सोसाइटी को आमर उन्नति हे। तो सही चिंताधारा आम गोटे कले जे आम गाँव जो स्त्री लोक मैंने किसी काम करना जोटा कि आम देशर उन्नति अवदान रोनी, आम सेमती किसी कर गाँव द्वितीय मेंबर जी स्त्री लोक से मैंने काम करें। तो बहुत भाव कलापर आम से योजना कलु। आमर तो बर्तमान गोटे अच्छी कॉर्पोरेट सेंटर अच्छी कटिंग फैब्रिक कटिंग सेंटर अच्छी खोर्धारे आ 2टी स्टिचिंग सेंटर अच्छी गोटे छोड़ने गोटे देउली रे। आम यही 50टी स्टिचिंग सेंटर और गोटे बड़ वेयर हाउस कम कटिंग सेंटर रखा खोर्धारे। आम प्लान हो बर्तमान आम फर्स्ट 3 मास आम स्कूल यूनिफॉर्म्स को आम टार्गेट करूँ। जिते सब स्कूल कॉलेज ओडिशा आसूँ बर्तमान ओडिशा आम मैन्युफैक्चरिंग होनी स्कूल यूनिफॉर्म आम ये मैन्युफैक्चरिंग करके ये बिकू। तापर जमी आम टे पिला माने टे ट्रेनिंग पाई आम कॉर्पोरेट यूनिफॉर्म करूँ माने दिल्ली एनसीआर चेन्नई साइड आम फैक्ट्री जो यूनिफॉर्म से रोचे से बनइबू। तापर आम भल काम कले आम फॉरेन एक्सपोर्ट करूँ आम प्रोडक्ट। उपस्थित समस्त मोर नमस्कार।
ମୋ ନାମ ହେଉଛି ସୌଦାମିନୀ ସାହୁ। ମୁଁ ଗୋପାଳପୁର ପଞ୍ଚାୟତ ସ୍ତରୀୟ ସଂଘର ସମ୍ପାଦିକା। ଆମର ଗୋପାଳପୁର ପଞ୍ଚାୟତ ସ୍ତରୀୟ ସଂଘରେ 130 ଏସ୍ଏଚ୍ ଆମ ପାଖରେ ଅଛନ୍ତି। କିନ୍ତୁ ମାଆ ମାନେ କିଛି କାମ କରିଛନ୍ତି, କିନ୍ତୁ କିଛି ସହଯୋଗର ବାଟ ନଥିବାରୁ ସେମାନେ ବେକାର ହେଇକି ବସିଥିଲେ। ଆଜି ଏଇ ଯେଉଁ କମ୍ପାନୀଟା ଆମ ଦାଦାଙ୍କ ବେଲସର ଦାଦାଙ୍କ ସହଯୋଗରେ ଏଇଟା ହେଇଛି। ଆମର ପ୍ରତାପ ବାବୁ ଆସିକି ଏଇ ଯେଉଁ କମ୍ପାନୀଟା କରିଛନ୍ତି, ସେଥିରେ ଆମେମାନେ ବହୁତ ଖୁସି। ଏଥିରେ ମାଆ ମାନେ ଆମର ବେକାର ଯେଉଁ କାମ କରିନଥିଲେ, କାମ ତାଙ୍କୁ ସହଯୋଗ ନଥିଲା, ଆଜି ଏଇ ସହଯୋଗରେ ସେମାନେ କିଛି ରୋଜଗାର କରିପାରିବେ, ନିଜେ ନିଜ ପରିବାରର ଭରଣ ପୋଷଣ କରିପାରିବେ, ନିଜ ଛୁଆମାନଙ୍କର କିଛି କାମ କରିପାରିବେ। ଆଉ ଏଇ କମ୍ପାନୀ ଆମ ପଞ୍ଚାୟତରେ ଆହୁରି 5ଟି ଇନଷ୍ଟିଚ୍ୟୁଟ୍ କରିବା ପାଇଁ ମୁଁ ବି ଏଥିରେ ସହଯୋଗ କରିବି। ମୋ ମାଆ ମାନେ ଏଥିରେ କାମ କରିବେ, ନିଜେ ରୋଜଗାରକ୍ଷମ ହେବେ। ଆଉ ଆମ ମାଆ ମାନେ ଆଉ ବେକାର ହେଇକି ବସିବେନି। ଏଠି କ'ଣ ତିଆରି ହେଉଛି? ଏଠି ତନ୍ତ ବୁଣୁଛନ୍ତି, କିନ୍ତୁ ସେଲିଂ ନାହିଁ। ସେ ନିଜେ ଯେଉଁ ଆଣିକି ସୂତା ଆଣିକି କାମ କରୁଛନ୍ତି। କିନ୍ତୁ ଏଠି ମାଆ ମାନେ ଯେଉଁ ଆସି କାମ କରିବେ, ଏଠି ଆଙ୍କର ପଇସାର କିଛି ଅଭାବ ନାହିଁ। ବେକାର ଏ ଯେଉଁ 10ଟାରେ ଆସିବେ, ଘର କାମ ସାରିକି ଆସିକି 10ଟାରେ ଏଠି ପହଞ୍ଚିବେ, ପୁଣି 5ଟା ବେଳକୁ ଶେଷ ହେବ 1ଟାରେ, 5ଟା ବେଳକୁ ପୁଣି ଯିବେ, ପୁଣି ତାଙ୍କ ଛୁଆ ପିଲାଙ୍କ କାମ କରିବେ। ଏଥିପାଇଁ ମୁଁ ମୋ ତରଫରୁ କହୁଛି, ମୁଁ ଦେଉଳି ଗ୍ରାମର ନାଁ ରହୁ, ଏଇ ଇନଷ୍ଟିଚ୍ୟୁଟ୍ ଆଗକୁ ଆଗକୁ ଯାଉ। ପୁଣି ପଞ୍ଚାୟତରେ ମୁଁ ଆହୁରି 5ଟି ଇନଷ୍ଟିଚ୍ୟୁଟ୍ କରିବା ପାଇଁ ମୁଁ ସାହାଯ୍ୟ କରିବି। ମୁଁ ଏଥିରେ ବହୁତ ଖୁସି। ମୋ ମାଆ ମାନେ କାମ କରିବା ଯୋଗୁଁ ମୁଁ ବହୁତ ଖୁସି। କ'ଣ କହିବେ? କ'ଣ ସବୁ ପ୍ରଡକ୍ସନ୍ ହେଉଛି? ନମସ୍କାର, ମୁଁ ବିଷ୍ଣୁପ୍ରିୟା ମୁଦୁଲି। ଆଗରୁ ବି ଏମିତି ଟ୍ରେନିଂ ଏଠି ଚାଲିଥିଲା, ସେମାନେ କରିକି ବି ଯାଇଥିଲେ। ମୋ ଘର କାମ ସହିତ ମୁଁ ଏଠି ଆସିକିରି ସିଲେଇ କିଛି ରୋଜଗାର କରିପାରୁଛି। ଏଠି ବି ସବୁ ପିଲା ଆସିକି ଶିଖିକି ଯାଆନ୍ତି, ଆହୁରି ବି ଆଗକୁ ଆସିବେ ଆଗରୁ। ଆଜ୍ଞା ନମସ୍କାର, ମୋ ନାଁ ବିନୋଦିନୀ ବେହେରା। ମୁଁ ଏଇ ଗାଁର ବୋହୂ। ମୁଁ ସିଲେଇ ପ୍ରାୟ 25-26 ବର୍ଷ ହେଲା ଶିଖିଛି। ମୁଁ ଆଗରୁ ବି କରେ ଯେ ଆମେ ଘର କାମରେ କେବଳ ବ୍ୟସ୍ତ ରହୁ, ସହର ଭଳିଆ ତ ଆମେ କିଛି ରୋଜଗାର କରିପାରୁନୁ। ଏଠି ଷ୍ଟିଚ୍ଲୋ କମ୍ପାନୀ ଖୋଲିବା ଦ୍ୱାରା ଆମେ ନିଜେ କିଛି ରୋଜଗାର କରିପାରୁଛୁ। ଘର କାମ ସହିତ ପିଲାଙ୍କ କାମ ସହିତ ବି ଆମେ କିଛି ରୋଜଗାର କରି ନିଜେ ଉପରେ ନିର୍ଭର କରୁଛୁ। କାହା ଉପରେ ନିର୍ଭର କରିବାକୁ ଆମକୁ ପଡ଼ୁନି। ଆମକୁ ବହୁତ ଖୁସି ଲାଗୁଛି, ଆମେ କିଛି ନିଜେ ରୋଜଗାର କରିପାରୁଛୁ। ନମସ୍କାର, ମୁଁ ଚିନ୍ମୟୀ ବେହେରା। ମୁଁ ଏଇ ଦେଉଳି ଗାଁର ଝିଅ। ମୁଁ ଏବେ +3 ସେକେଣ୍ଡ ଇୟର୍ ପଢ଼ୁଛି। ଆଉ କଲେଜର ଫିସ୍ ଅନୁସାରେ ଆମେ ସାର୍ ମିଡ଼ିଲ୍ କ୍ଲାସ୍ ଫ୍ୟାମିଲିରୁ କଲେଜର ଫିସ୍ ଆଉ ନିଜର ଖର୍ଚ୍ଚ ଉଠାଇବା ପାଇଁ ମୁଁ ଏଠି କିଛି ଜବ୍ କରୁଛି। ଆଉ ଭଲ କାମ ବି ଅଛି। ମୁଁ ଚାହୁଁଛି କମ୍ପାନୀ ବହୁତ ଆଗକୁ ଯାଉ। ଏ କାମ ପାଇଁ ମୁଁ ବହୁତ ଖୁସି ଅଛି। ଆଉ ମୁଁ ଚାହୁଁଛି ଆମ ଗାଁର ସବୁ ସ୍ତ୍ରୀ ଲୋକମାନେ ବି ଆସିକି କାମ କରନ୍ତୁ, ଆଉ କିଛି ଖର୍ଚ୍ଚ ନିଜ ପାଇଁ ବି ଉଠାଇ ପାରନ୍ତୁ। ସିଲେଇ କେନ୍ଦ୍ରଟି କରିବାର ମୁଖ୍ୟ ଲକ୍ଷ୍ୟ ହେଉଛି ଗାଁରେ ବସିଥିବା ମହିଳା ସହରକୁ ନ ଯାଇ ଘରର ସମସ୍ତ କାର୍ଯ୍ୟ ସାରି ସିଲେଇ କରି ନିଜେ କିଛି ଅର୍ଥ ରୋଜଗାର କରି ସ୍ୱାବଲମ୍ବୀ ହୋଇପାରିବେ, ପରିବାର ପ୍ରତିପୋଷଣ କରିବେ। ଖୋର୍ଦ୍ଧା ଜିଲ୍ଲାରେ 3ଟି ସିଲେଇ କେନ୍ଦ୍ର ଖୋଲିଛି। 1 ବର୍ଷ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ 50ଟି ୟୁନିଟ୍ ଖୋଲିବ। ସେବା ମନୋବୃତ୍ତି ରଖି ମହିଳାମାନଙ୍କୁ ଅଧିକ ରୋଜଗାର ଦେଇପାରିବେ ବୋଲି ଆଶା ରଖି କମ୍ପାନୀ କାର୍ଯ୍ୟ କରିଚାଲିଛି। ଏଠାରେ ସିଲେଇ ହୋଇ ବାହାରୁଥିବା କପଡ଼ା ଡ୍ରେସ୍ଗୁଡ଼ିକ ରାଜ୍ୟ ତଥା ପ୍ରତ୍ୟେକ ଅଞ୍ଚଳକୁ ପଠାଇବା ସହିତ ଦେଶ ବିଦେଶକୁ ପଠାଇବା ଲକ୍ଷ୍ୟ ରଖିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ। ନିରାକରପୁର ବାଲଗେଶ୍ୱର ଓଡ଼ିଶା ମୋବାଇଲ ଟିଭି।